ବାର୍ଷିକ ଉତ୍ସବ। ଆଜି ଭଳି ଶୁଭ ଦିନରେ ମତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ନୂତନ ଶିକ୍ଷାବର୍ଷର ଅଭିନନ୍ଦନ ଜଣାଉଛି। 1936 ମସିହା ଏପ୍ରିଲ 1ରେ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ହେଲା। ସେହି ଦିନଠାରୁ ପ୍ରତିବର୍ଷ ଏପ୍ରିଲ ମାସ 1 ତାରିଖ ଦିନ ସାରା ଓଡ଼ିଶାରେ ଉତ୍କଳ ଦିବସ ମହା ସମାରୋହରେ ପାଳିତ ହେଉଅଛି। ଯେଉଁ ମହାନ ମହାପୁରୁଷ ମାନଙ୍କ ତ୍ୟାଗରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହୋଇପାରିଥିଲା, ସେହି ମହାନ ତ୍ୟାଗୀ ମାନଙ୍କୁ ମୁଁ ମୋର ଗଭୀର ହୃଦୟରୁ ଭକ୍ତି ଶ୍ରଦ୍ଧାଞ୍ଜଳି ଜଣାଉଛି। ସେଇମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମଧୁବାବୁର ମଧୁବାରୀଷ୍ଟର। ଆମ ଜନ୍ମଭୂମି ଭାରତ ଇଂରେଜ ଶାସନାଧୀନ ଥିଲାବେଳେ ଓଡ଼ିଶା ବୋଲି ଗୋଟେ ରାଜ୍ୟ ନଥିଲା। ସେତେବେଳେ ବଙ୍ଗ ବିହାର ସହିତ ଓଡ଼ିଶା ମିଶି ରହିଥିଲା। ମଧୁବାବୁ ସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ଏକ ଓଡ଼ିଶା ପ୍ରଦେଶ ଗଠନ ପାଇଁ 1903 ମସିହାରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ। ସେଥିପାଇଁ ସେ ଆହ୍ୱାନ ଦେଇଥିଲେ, ଜାତି ଇତିହାସ ଜାତିର ନିଶ୍ଚୟ ତହୁ ବୟସର ଜାତି ପ୍ରାଣ, ଜାତି ଇତିହାସ ଜାତିର ନିଶ୍ଚୟ ତହୁ ବୟସର ଜାତି ପ୍ରାଣର ସେଠାରେ ପିଉଛେ ଜଳ ନିଶ୍ଚୟ ହେବ ସେ ଜାତି କର୍ମବୀର, ନିଶ୍ଚୟ ହେବ ସେ ଜାତି କର୍ମବୀର। ଯଥାର୍ଥରେ ଆଜିର ଉତ୍କଳ ପ୍ରଦେଶ ହେଉଛି ସେହି ମଧୁବାବୁଙ୍କ ପ୍ରତିଷ୍ଠିତ ଉତ୍କଳ ସମ୍ମିଳନୀର ଫଳ। ମଧୁବାବୁଙ୍କ ପରି ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ଥିଲେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଇତିହାସ ପ୍ରସିଦ୍ଧ। ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ଥିଲେ ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ତଥା କର୍ଣ୍ଣଧାର। ସେ କେବଳ ମୟୂରଭଞ୍ଜ ରାଜା ଥିଲେ ତାହା ନୁହେଁ, ସେ ସମଗ୍ର ଓଡ଼ିଶାର ପ୍ରସାର ପାଇଁ କାର୍ଯ୍ୟ କରି ଯାଇଛନ୍ତି। କଟକ ବଡ଼ ମେଡିକାଲର ପ୍ରତିଷ୍ଠାତା ହେଉଛନ୍ତି ସେ ନିଜେ। ଆଜି ପୁରା ଦିନରେ ତାଙ୍କର ଗୁଣଗାନ କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ ଅଟେ। ସେହିପରି ପାରଳାଖେମୁଣ୍ଡି ରାଜବଂଶରେ 1842 ମସିହା ଏପ୍ରିଲ ମାସ 26 ତାରିଖ ଦିନ ଯେଉଁ ମହାନ ଯୁଗାନ୍ତକାରୀ ମହାପୁରୁଷ ଜନ୍ମ ନେଇଥିଲେ, ସେ ହେଉଛନ୍ତି ମହାରାଜା କୃଷ୍ଣଚନ୍ଦ୍ର ଗଜପତି। ସେ 1931 ମସିହା ଲଣ୍ଡନ ଗୋଲ ଟେବୁଲ ବୈଠକରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଏକ ଦୀର୍ଘ ମର୍ମସ୍ପର୍ଶୀ ଉଦ୍ବୋଧନ ଦେଇ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ସ୍ୱତନ୍ତ୍ରତାର ଅର୍ଥ ବୁଝାଇ ଦେଇ ପାରିଥିଲେ। ତାଙ୍କର ଅଭିଭାଷଣ ଓ ଉଦ୍ୟମ ବୈଠକରେ ଅଧ୍ୟକ୍ଷ ତଥା ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମିତ୍ତ ଘୋଷଣା କରିବାକୁ ପ୍ରବର୍ତ୍ତାଇଥିଲା। ତାଙ୍କରି ଚେଷ୍ଟାରେ 1944 ମସିହା ଓଡ଼ିଶାରେ ଉତ୍କଳ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା। ସେହିପରି ଅନେକ ତ୍ୟାଗୀ ଉତ୍କଳର ବରପୁତ୍ର ନିଜ ଜୀବନକୁ ତିଳ ତିଳ କରି ଜାଳି ଦେଇଛନ୍ତି। ସେହିମାନଙ୍କୁ ଆମେ ଆଜି ପରି ଦିନରେ ମନେ ପକାଇବା ଏବଂ ତାଙ୍କରି ଆଦର୍ଶର ଅନୁପ୍ରାଣିତ ହେବା ପାଇଁ ଶପଥ ନେବା। ମୁଁ ଆଉ ବେଶୀ କିଛି କହୁନାହିଁ। ମୋ ହୃଦୟ ମଧ୍ୟରୁ ବହି ଆସିଥିବା ପଦୁଟିଏ ଗାଇବା ମାତ୍ର ମୁଁ ମୋର ବକ୍ତବ୍ୟଟିକୁ ଶେଷ କରିବି। ମୋର ଜନ୍ମସ୍ଥାନ ଉତ୍କଳ ରାଇଜ, ମୁଁ ଅଟେ ତାର ସନ୍ତାନ। ମୋର ଜନ୍ମସ୍ଥାନ ଉତ୍କଳ ରାଇଜ, ମୁଁ ଅଟେ ତାର ସନ୍ତାନ। ତାପାଦ ପୂଜିବି ତାହସ ଦେଖିବି, ତା ସେବାରେ ଦେବି ମନ, ତା ସେବାରେ ଦେବି ମନ। ଏତିକି କହି ମୋ ବକ୍ତବ୍ୟ ଶେଷ କରିଛି। ବୁଝିଲେ କ୍ଷମା କରିବେ। ନମସ୍କାର, ଜୟ। ଧନ୍ୟବାଦ କମଳେଶ। খুব সুন্দর ভাবে সংক্ষেপে